ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ଅଟୋ। ଦୁର୍ଘଟଣାରେ ଚାଳକ ସହ ଗାଡ଼ିରେ ଥିବା 4 ମହିଳା ଗୁରୁତର ଆହତ ହୋଇଛନ୍ତି। ଏହିଭଳି ଦୃଶ୍ୟ ବାରଙ୍ଗ ଥାନା ଅଧୀନସ୍ଥ ବଙ୍ଗାଳୀସାହି ନିକଟ ବାରଙ୍ଗ କଟକ ମୁଖ୍ୟ ରାସ୍ତା କଡ଼ରେ ଦେଖିବାକୁ ମିଳିଛି। ରବିବାର ଦିନ 10ଟା ପାଖାପାଖି ସମୟରେ ଏକ ଯାତ୍ରୀବାହୀ ଅଟୋ 4 ଜଣ ମହିଳାଙ୍କୁ ନେଇ ସାଲିଆ ସାହିରୁ ବାରଙ୍ଗ ଅଭିମୁଖେ ଆସୁଥିଲେ। ବଙ୍ଗାଳୀ ସାହି ପାଖରେ ଦ୍ରୁତ ଗତିରେ ଆସୁଥିବା ଅଟୋଟି ଓଭରଟେକିଂ କରିବା ବେଳେ ଆଗରୁ ଆସୁଥିବା ଏକ ଟାଟା ଏସି ଗାଡ଼ି ସହ ଧକ୍କା ହୋଇ ଭାରସାମ୍ୟ ହରାଇ ରାସ୍ତାର ପ୍ରାୟ 20 ଫୁଟ ତଳକୁ ଖସି ପଡ଼ିଥିଲା। ଗୁରୁତର ଆହତ ହୋଇଥିବା ମହିଳାମାନେ ଶ୍ରମିକ ଶ୍ରେଣୀର ଲୋକ ହୋଇଥିବା ବେଳେ ସେମାନେ ଏକ କାମ କରିବାକୁ ଆସୁଥିବାର ଜଣାପଡ଼ିଛି। ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ 2ଟି ଗାଡ଼ିକୁ ଜବତ କରିଛି। ବାରଙ୍ଗରୁ ଜିତ୍ ରାଉତଙ୍କ ରିପୋର୍ଟ, ସତ୍ୟ ସନ୍ଧାନ।